ଜୁନ୍ 21 ତାରିଖକୁ ପ୍ରତିବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଏ। 2014 ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦିଜୀଙ୍କ ମିଳିତ ଜାତିସଂଘର ସାଧାରଣ ସଭାର ଏକ ବୈଠକରେ ଏହି ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଜାତିସଂଘର ସାଧାରଣ ସଭା ଦ୍ୱାରା ଏକ ପ୍ରସ୍ତାବ ପ୍ରେରିତ ହେଲା ଯେ ଜୁନ୍ 21 ତାରିଖକୁ ପ୍ରତିବର୍ଷ ବିଶ୍ୱ ଯୋଗ ଦିବସ ରୂପେ ପାଳନ କରାଯିବ। କେବଳ ଆମ ଶରୀର ପାଇଁ ନୁହେଁ, ଯୋଗ ଆମକୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥତା ପ୍ରଦାନ କରିଥାଏ। ଏଣୁ ସମଗ୍ର ବିଶ୍ୱର ଜନସାଧାରଣଙ୍କ ଯୋଗ ପ୍ରତି ଦୃଷ୍ଟି ଆକର୍ଷଣ ସକାଶେ ଏହି ଦିବସର ପାଳନ କରାଯାଉଛି। ଭାରତରେ ଯୋଗ ନୂଆ କଥା ନୁହେଁ, କାରଣ ପ୍ରାଚୀନ ବୈଦିକ କାଳରୁ ଭାରତୀୟ ସଭ୍ୟତା ଯୋଗ ସହ ପରିଚିତ ହୋଇ ସାରିଅଛି। ନିୟମିତ ଯୋଗାଭ୍ୟାସ ବଳରେ ଭାରତର ପ୍ରାଚୀନ ମୁନି ଋଷିଗଣ ଏକ ସୁସ୍ଥ ଦୀର୍ଘ ଜୀବନ ସହ ଅଖଣ୍ଡ ଦିବ୍ୟ ଶକ୍ତିର ଅଧିକାରୀ ହୋଇପାରିଥିଲେ। ଯୋଗାଭ୍ୟାସକୁ ଆପଣେଇ ପାରିଲେ ମଣିଷ ସୁସ୍ଥତା ଲାଭ କରିବା ସହ କ୍ରୋଧ ଓ ପରଶ୍ରୀ କଠୋରତା ପରି ବଦ୍‌ଗୁଣରୁ ମୁକ୍ତି ହୋଇ ଏକ ଉଦାର ହୃଦୟର ଅଧିକାରୀ ହୋଇପାରିବ ବୋଲି ବିଶ୍ୱାସ କରାଯାଏ। ଛାତ୍ର ଜୀବନରୁ ହିଁ ଯୋଗ ପ୍ରତି ଧ୍ୟାନ କେନ୍ଦ୍ରିତ କରିବାକୁ ଆଜିକାଲି ବହୁ ଶିକ୍ଷାନୁଷ୍ଠାନରେ ଛାତ୍ରମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଉଛି। ଆନ୍ତର୍ଜାତୀୟ ଯୋଗ ଦିବସର ମହତ୍ତ୍ୱକୁ ବୁଝିପାରି ଆମେ ଏ ଦିଗରେ ଯବାନ ହୋଇପାରିଲେ ମାନବ ସମାଜର ବହୁ କଲ୍ୟାଣ ସାଧୃତ ହୋଇପାରନ୍ତି।